ଆରେ ଏହା କ'ଣ? ଯିଏ ସ୍ତ୍ରୀଲୋକର ସ୍ୱାମୀ, ଯାହାଙ୍କ ଇସାରାରେ ସାରା ସଂସାର ନାଚେ, ଆଜି ସେଇ ପ୍ରଭୁଙ୍କୁ ରେଶମୀ ଡୋରିରେ ବନ୍ଧାଯାଉଛି। ଶେଷରେ ଜଗନ୍ନାଥ ମହାପ୍ରଭୁ ଏମିତି କ'ଣ ଅପରାଧ କଲେ ଯେ ମା ମହାଲକ୍ଷ୍ମୀ ଏତେ କ୍ରୋଧିତ ହୋଇଗଲେ? ଏହାର ଉତ୍ତର ଜାଣିବାକୁ ଶୁଣନ୍ତୁ ହେରା ପଞ୍ଚମୀ ଓ ନୀଳାଦ୍ରି ବିଜୟର ଏହି ଅଦ୍ଭୁତ ପ୍ରେମ କଥା। କଥା ସେହି ସମୟର, ଯେତେବେଳେ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାର ଭବ୍ୟ ପ୍ରସ୍ତୁତି ଚାଲିଥାଏ। ଭଗବାନ ଜଗନ୍ନାଥ 15 ଦିନ ଅସୁସ୍ଥ ରହିବା ପରେ ଓ 68 କଳା ପରେ ସୁସ୍ଥ ହୋଇଥିଲେ। ତାପରେ ପ୍ରଭୁଙ୍କ ମନରେ ଇଚ୍ଛା ହେଲା, ବହୁ ଦିନ ହେଲାଣି, ଚାଲ ମାଉସୀଙ୍କ ଘରକୁ ବୁଲି ଆସିବା। ଅର୍ଥାତ୍ ଗୁଣ୍ଡିଚା ମନ୍ଦିରକୁ ଘୂରି ଆସିବା। ସେଠାରେ ଯାଇ ଭଲ କରି କୁଡ଼ୁଆ ଅଭଡ଼ା ମହାପ୍ରସାଦ ଖାଇବା ଆଉ ପୋଡ଼ପିଠାର ମଜା ନେବା। ଜଗନ୍ନାଥ ମହାପ୍ରଭୁ ତାଙ୍କ ବଡ଼ ଭାଇ ବଳଭଦ୍ରଙ୍କୁ କହିଲେ, ଦାଉ ରଥ ପ୍ରସ୍ତୁତ କରାଅ, ଆମେ ଭ୍ରମଣକୁ ଯିବା। ବଳଭଦ୍ର ହସି କହିଲେ, ଠିକ୍ ଅଛି କାହ୍ନା, ସୁଭଦ୍ରାଙ୍କୁ ମଧ୍ୟ ସହିତ ନେବା। ତାଙ୍କର ମଧ୍ୟ ବାହାରକୁ ଘୂରିବାକୁ ମନ ଅଛି। ତାପରେ ପ୍ରସ୍ତୁତି ଆରମ୍ଭ ହେଲା। ସିଂହଦ୍ୱାରରେ 3ଟି ବିଶାଳ ରଥ ଆସି ଠିଆ ହେଲା। ନନ୍ଦିଘୋଷ ଜଗନ୍ନାଥଙ୍କ ରଥ, ତାଳଧ୍ୱଜ ବଳଭଦ୍ରଙ୍କ ରଥ, ଦର୍ପଦଳନ ସୁଭଦ୍ରାଙ୍କ ରଥ। ସାରା ସହର ଢୋଲ, ନଗାଡ଼ା ଓ କୀର୍ତ୍ତନର ଶବ୍ଦରେ ଗୁଞ୍ଜି ଉଠୁଥିଲା। କିନ୍ତୁ ଏହି ସବୁ କୋଳାହଳ ମଧ୍ୟରେ ଜଗନ୍ନାଥ ମହାପ୍ରଭୁ ଗୋଟିଏ ଛୋଟ କଥା ଭୁଲିଗଲେ, କିମ୍ବା ହୋଇପାରେ ଜାଣିଶୁଣି ଭୁଲିଥିବା ନାଟକ କଲେ। ସେ ତାଙ୍କର ଧର୍ମପତ୍ନୀ ମା ଲକ୍ଷ୍ମୀଙ୍କୁ କିଛି ମଧ୍ୟ କହିଲେ ନାହିଁ ଯେ ସେ ଭ୍ରମଣକୁ ଯାଉଛନ୍ତି। ଏହି ମଧ୍ୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପହଣ୍ଡି କରି ଅର୍ଥାତ୍ ମନ୍ଦିରକୁ ବାହାରିବାର ପବିତ୍ର ରୀତି ସମ୍ପୂର୍ଣ୍ଣ କରି ବାହାରକୁ ଆସୁଥିଲେ। ଏତେବେଳେ ଗୋଟିଏ ଦାସୀ ଦୌଡ଼ି ଆସି ମା ଲକ୍ଷ୍ମୀଙ୍କୁ ସମାଚାର ଦେଲା, ମହାରାଣୀ, ଆପଣ ଜାଣିନାହାନ୍ତି କି? ପ୍ରଭୁ ରଥରେ ବସି ଭ୍ରମଣକୁ ଯାଉଛନ୍ତି। ଲକ୍ଷ୍ମୀ ମା ଆଶ୍ଚର୍ଯ୍ୟଚକିତ ହୋଇଗଲେ। କ'ଣ? ମୋତେ କିଛି ନ କହି ଏକା ଏକା? ସେ ତୁରନ୍ତ ଦୌଡ଼ି ଆସିଲେ ଏବଂ ଦେଖିଲେ ଜଗନ୍ନାଥ ମହାପ୍ରଭୁ ରଥରେ ଚଢ଼ିବାକୁ ଯାଉଛନ୍ତି। ଲକ୍ଷ୍ମୀ ମା ପଚାରିଲେ, ସ୍ୱାମୀ, ଏହା କ'ଣ ହେଉଛି? ଆପଣ ମୋତେ ଛାଡ଼ି ଏକା ଯାଉଛନ୍ତି? ମୋ ବିନା କ'ଣ ଆପଣ ମନ ଲାଗିବ? ଜଗନ୍ନାଥ ପ୍ରଭୁ ଅଳ୍ପ ଡରିଗଲେ। ସେ ଯଦିଓ ସାରା ପୃଥିବୀର ନାଥ, କିନ୍ତୁ ସ୍ତ୍ରୀଙ୍କ ସମ୍ମୁଖରେ ସେ ତ ଏକ ସାଧାରଣ ପତି ମାତ୍ର। ବାହାନା କରି ସେ କହିଲେ, ହେ ଦେବୀ, ରୁଷିବେ ନାହିଁ। ବାହାରେ ଦେଖନ୍ତୁ, କେତେ ଧୂଳି, କେତେ ଭିଡ଼। ଲକ୍ଷ ଲକ୍ଷ ଭକ୍ତ ଧକ୍କାମୁକ୍କି କରୁଛନ୍ତି। ଆପଣ ଏତେ କୋମଳ, ଆପଣଙ୍କୁ କଷ୍ଟ ହେବ। ତା ଛଡ଼ା ଦାଉ ଭାଇ ଓ ଭଉଣୀ ସୁଭଦ୍ରା ଅଛନ୍ତି। ମୁଁ ସେମାନଙ୍କୁ ନେଇ ଯାଇ ତୁରନ୍ତ ଫେରିଆସିବି। କେବଳ 2-3 ଦିନର କଥା। ମାତା ଲକ୍ଷ୍ମୀ ମୁହଁ ବଙ୍କା କରି କହିଲେ, ସତ କହୁଛନ୍ତି ତ? ଶୀଘ୍ର ଫେରିଆସିବେ? ଜଗନ୍ନାଥ ପ୍ରଭୁ କହିଲେ, ବଚନ ଦେଉଛି, ଯାଇ ତୁରନ୍ତ ଫେରିବି। ଆପଣ ମନ୍ଦିରର ଦେଖାଶୁଣା କରନ୍ତୁ, ଭଣ୍ଡାର ସମ୍ଭାଳନ୍ତୁ। ଭୋଲା ଭାଲା ମାତା ଲକ୍ଷ୍ମୀ ମନେ ମନେ ଭାବିଲେ, ଚାଲ, ସ୍ୱାମୀକୁ ଅଳ୍ପ ଘୂରିବାକୁ ମନ ହେଉଛି, ଯାଆନ୍ତୁ। ଜଗନ୍ନାଥ ପ୍ରଭୁ ରଥରେ ବସିଲେ ଓ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ଦିଗରେ ଚାଲିଲା। ମାତା ଲକ୍ଷ୍ମୀ ସିଂହଦ୍ୱାରରେ ଠିଆ ହୋଇ ରହି ତାଙ୍କୁ ଦେଖୁଥିଲେ, ଯେ ପର୍ଯ୍ୟନ୍ତ ରଥ ତାଙ୍କ ଆଖିରୁ ଓଝଳ ହୋଇଗଲା। ଗୋଟିଏ ଦିନ ବିତିଲା, 2 ଦିନ ବିତିଲା, 3 ଦିନ ବିତିଲା। ମାତା ଲକ୍ଷ୍ମୀ ପ୍ରତିଦିନ ଦ୍ୱାରେ ଠିଆ ହୋଇ ଚାହିଁଥାନ୍ତି, ଆଜି ଆସିବେ, ଏବେ ଆସିବେ। କିନ୍ତୁ ଜଗନ୍ନାଥ ପ୍ରଭୁ ତ ମାଉସୀଙ୍କ ଘର ଗୁଣ୍ଡିଚା ମନ୍ଦିରରେ
ଆରାମରେ ବସି ପୋଡ଼ପିଠା ଖାଉଥିଲେ। ସ୍ତ୍ରୀଙ୍କୁ ଦେଇଥିବା ବଚନ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ପଞ୍ଚମ ଦିନ ଆସିଲା। ଏହି ଦିନକୁ କୁହାଯାଏ ହେରା ପଞ୍ଚମୀ। ଏବେ ମାତା ଲକ୍ଷ୍ମୀଙ୍କ ସହନଶୀଳତାର ସୀମା ଭାଙ୍ଗିଗଲା। ସେ ସଖୀମାନଙ୍କୁ କହିଲେ, ଦେଖୁଛ ସଖୀ, ଏଇ ହେଉଛି ପୁରୁଷମାନଙ୍କ ସ୍ୱଭାବ। କହିଗଲେ କାଲି ଆସିବି। ଆଜି 5 ଦିନ ହେଲା କିଛି ଖବର ନାହିଁ। ମାଉସୀ ଘରେ ଯାଇ ମୋତେ ଭୁଲିଗଲେ। ଆଉ ମୁଁ ସହିବି ନାହିଁ। ସଖୀ ପଚାରିଲା, ତେବେ ଏବେ କ'ଣ କରିବେ ମହାରାଣୀ? ଲକ୍ଷ୍ମୀ ମାତାଙ୍କ ଆଖିରେ କ୍ରୋଧ ଓ ପ୍ରେମ ଦୁହେଁ ଥିଲା। ଶାଢ଼ୀର ପଲୁ କଷି କହିଲେ, ମୁଁ ନିଜେ ସେଠାକୁ ଯିବି। ସେମିତି ନୁହେଁ, ସମ୍ପୂର୍ଣ୍ଣ ସେନା ସହିତ। ଆଜି ଜଗନ୍ନାଥଙ୍କୁ ଜଣାପଡ଼ିବ ଲକ୍ଷ୍ମୀ କିଏ। ପାଲଙ୍କି ପ୍ରସ୍ତୁତ ହେଲା। ଶ୍ରୀମନ୍ଦିରରୁ କ୍ରୋଧିତ ମାତା ଲକ୍ଷ୍ମୀ ପାଲିଙ୍କିରେ ବାହାରିଲେ। ଆଜି ସେ ଶାନ୍ତ ଦେବୀ ନୁହେଁ, ଆଜି ସେ ଏକ ରୁଷ୍ଟା ସ୍ତ୍ରୀ। ଭିତରେ ଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଆନନ୍ଦ କରୁଥିଲେ। ହଠାତ୍ ବାହାରେ ସ୍ୱର ଶୁଣାଗଲା। ସେବକମାନେ ଦୌଡ଼ି ଆସି କହିଲେ, ପ୍ରଭୁ, ବଡ଼ ଅନର୍ଥ ହୋଇଗଲା। ମହାଲକ୍ଷ୍ମୀ ଆସିଗଲେ। ଭୟଙ୍କର ରାଗରେ ଅଛନ୍ତି। ଜଗନ୍ନାଥଙ୍କ କପାଳରେ ଡର ଛୁଟିଲା। ହେ ଭଗବାନ, ବଚନ ଦେଇଥିଲି କାଲି ଆସିବି। ଏଠି 5 ଦିନ ହେଲା। ସେ କହିଲେ, ଦ୍ୱାର ବନ୍ଦ କର। କହ ମୁଁ ଶୋଇଛି। ନାହିଁ, କହ ମୁଁ ପୂଜାରେ ଅଛି। ଲକ୍ଷ୍ମୀ ମାତା ବାହାରେ ପହଞ୍ଚି ନନ୍ଦିଘୋଷ ରଥକୁ ଦେଖିଲେ। ଏହି ରଥ ମୋ ସ୍ୱାମୀକୁ ମୋଠାରୁ ଦୂରେ ନେଇଗଲା। କ୍ରୋଧରେ ଆଦେଶ ଦେଲେ, ଏହି ରଥ ଭାଙ୍ଗିଦିଅ। ଏହାର ଚକା ଖୋଲିଦିଅ। ଆଜି ମଧ୍ୟ ହେରା ପଞ୍ଚମୀରେ ପ୍ରତୀକାତ୍ମକ ଭାବେ ରଥର ଏକ ଅଂଶ ଭଙ୍ଗାଯାଏ। ତାପରେ ଲକ୍ଷ୍ମୀ ମାତା ମନ୍ଦିର ଭିତରକୁ ଯାଇ କହିଲେ, ମୋ ପ୍ରଭୁଙ୍କୁ ପଚାର, ବଚନ ମନେ ଅଛି ନା ପୋଡ଼ପିଠା ସବୁ ଭୁଲାଇ ଦେଲା? ଜଗନ୍ନାଥ କହିଲେ, ଶାନ୍ତ ହୁଅ। ମୁଁ ତ ଆସିବାକୁ ଥିଲି। ତୁମ ପାଇଁ ଉପହାର ମଧ୍ୟ ରଖିଛି। କିନ୍ତୁ ଲକ୍ଷ୍ମୀ ମାତା ଋଷି ଜଗନ୍ନାଥଙ୍କ ବସ୍ତ୍ରର ଏକ ଟୁକୁଡ଼ା ଫାଡ଼ିଦେଲେ। ମହାଶୂନ୍ୟ ଛିଡ଼ାଇ ଦେଲେ ଏବଂ କହିଲେ, 3 ଦିନ ମଧ୍ୟରେ ଫେରି ନ ଆସିଲେ ମନ୍ଦିର ଦ୍ୱାର ସଦା ପାଇଁ ବନ୍ଦ କରିଦେବି। ଏହା କହି ସେ ହେରା ଗୌରୀ ସାହି ଦେଇ ଫେରିଗଲେ। ପଛରୁ ଜଗନ୍ନାଥ ମାଳା ପଠାଇଲେ, ଶୀଘ୍ର ଆସିବି। ଲକ୍ଷ୍ମୀ ମାତା ମନ୍ଦିରକୁ ଫେରି ଜୟ ବିଜୟ ଦ୍ୱାର ବନ୍ଦ କରିଦେଲେ। ସେ ଆସିବା ପର୍ଯ୍ୟନ୍ତ ଦ୍ୱାର ଖୋଲିବ ନାହିଁ। ଏବେ ପ୍ରଶ୍ନ, ଜଗନ୍ନାଥଜୀ ଫେରିଲେ ମନ୍ଦିରକୁ କିପରି ପ୍ରବେଶ କରିବେ? କାରଣ ଚାବି ତ ମା ଲକ୍ଷ୍ମୀଙ୍କ ପାଖରେ ଥିଲା। ଶେଷରେ 9 ଦିନ ପରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହେଲା ଏବଂ ପ୍ରଭୁ ଜଗନ୍ନାଥ ନିଜ ଘର ଶ୍ରୀମନ୍ଦିରକୁ ଫେରିଲେ। ସବୁଠାରୁ ପ୍ରଥମ ବଡ଼ ଭାଇ ପ୍ରଭୁ ବଳଭଦ୍ର ଆସିଲେ। ମାତା ଲକ୍ଷ୍ମୀ ଭାବିଲେ, ଏ ତ ଦେଢ଼ଶୁର, ତାଙ୍କୁ ରୋକିବା ମର୍ଯ୍ୟାଦା ବିରୋଧୀ। ତେଣୁ ସେ ଦ୍ୱାର ଖୋଲିଦେଲେ ଏବଂ ପ୍ରଭୁ ବଳଭଦ୍ର ଭିତରକୁ ପ୍ରବେଶ କଲେ। ତାପରେ ଭଉଣୀ ସୁଭଦ୍ରା ଆସିଲେ। ଲକ୍ଷ୍ମୀ ଦେବୀ ଭାବିଲେ, ଏ ତ ନଣନ୍ଦ, ଘରର ଝିଅ, ତାଙ୍କୁ କାହିଁକି ରୋକିବି? ଦେବୀ ସୁଭଦ୍ରା ମଧ୍ୟ ଭିତରକୁ ଚାଲିଗଲେ। ଏବେ ଆସିଲେ ଆମ ନଟକଟ ପ୍ରଭୁ ଜଗନ୍ନାଥ। ଯେମିତି ସେ ସିଂହଦ୍ୱାର ଅର୍ଥାତ୍ ମୁଖ୍ୟ ଦ୍ୱାରରେ ପାଦ ଦେଲେ, ହଠାତ୍ ଦ୍ୱାର ତାଙ୍କ ମୁହଁରେ ବନ୍ଦ ହୋଇଗଲା। ବାହାରେ ଠିଆ ହୋଇଛନ୍ତି ପ୍ରଭୁ ଜଗନ୍ନାଥ, ଭିତରେ ରୁଷିଥିବା ମହାଲକ୍ଷ୍ମୀ। ଏଠାରୁ ଆରମ୍ଭ ହେଲା ଦୁନିଆର ସବୁଠାରୁ ଅନୋଖା ସମ୍ବାଦ, ଯାହାକୁ ଲକ୍ଷ୍ମୀନାରାୟଣ ବଚନିକା କୁହାଯାଏ। ଆଜି ମଧ୍ୟ ଏହି ସମ୍ବାଦ ପୂଜାରୀମାନଙ୍କ 2 ଦଳ ଦ୍ୱାରା ଅଭିନୟ କରାଯାଏ। ପ୍ରଭୁ ଜଗନ୍ନାଥ ବାହାରୁ, ହେ ଦେବୀ, ଦ୍ୱାର ଖୋଲ, ମୁଁ ଆସିଗଲି। ବହୁ ଦୂର ଚାଲି ଚାଲି ଥକି ପଡ଼ିଛି।
ଦେବୀ ଲକ୍ଷ୍ମୀ ଭିତରୁ କେଉଁଠୁ ଆସିଲେ? ଏହା ମୋ ଘର। ଆପଣ ତ ଗୁଣ୍ଡିଚା ମନ୍ଦିରରେ ବହୁତ ଖୁସି ଥିଲେ ନା? ସେଠାକୁ ଯାଆନ୍ତୁ। ମୋର କ'ଣ ଦରକାର? ପ୍ରଭୁ ଜଗନ୍ନାଥ। ହେ ଭାଗ୍ୟବତୀ, ରାଗ ଛାଡ଼। ମୁଁ ବାଧ୍ୟ ଥିଲି। ଭକ୍ତମାନେ ମୋତେ ରୋକି ରଖିଥିଲେ। ଦେବୀ ଲକ୍ଷ୍ମୀ ବାଧ୍ୟ? ଯେତେବେଳେ ଭାଇ ଭଉଣୀକୁ ସାଙ୍ଗେ ନେଇଗଲେ ସେତେବେଳେ ବାଧ୍ୟତା ମନେ ପଡ଼ିଲା ନାହିଁ? ମୋତେ ଛାଡ଼ି ଚାଲିଗଲେ। ଏଠାରେ ଆପଣଙ୍କ ପାଇଁ ସ୍ଥାନ ନାହିଁ। ପ୍ରଭୁ ଜଗନ୍ନାଥ ବୁଝିଗଲେ କଥାରେ କାମ ହେବ ନାହିଁ। ପତ୍ନୀଙ୍କ ରାଗ ଶାନ୍ତ କରିବାକୁ କିଛି ମିଠା ଦରକାର। ସେ ନିଜର ବ୍ରହ୍ମାସ୍ତ୍ର ବାହାର କଲେ। ଦୁନିଆର ସବୁଠାରୁ ରସଳା ମିଠା ରସଗୋଲା। ଦେଖ ଦେବୀ, ମୁଁ ଖାଲି ହାତେ ଆସିନାହିଁ। ତୁମ ପାଇଁ ଏହି ବିଶେଷ ମିଠା ଆଣିଛି, ରସଗୋଲା। ଏହା ଖାଇଲେ ସମସ୍ତ ରାଗ ଭୁଲିଯିବ। ମିଠା ଦେଖି ଏବଂ ପତ୍ନୀଙ୍କ ପ୍ରେମ ଦେଖି ଦେବୀ ଲକ୍ଷ୍ମୀଙ୍କ ହୃଦୟ ତରଳିଗଲା। ସେ ଭାବିଲେ ସକାଳରେ ଭୁଲିଥିଲେ ଯଦି ସନ୍ଧ୍ୟାରେ ରସଗୋଲା ନେଇ ଘରକୁ ଫେରିଲେ କ୍ଷମା କରିଦେବା ଉଚିତ। ଧୀରେ ଧୀରେ ସିଂହଦ୍ୱାରର କବାଟ ଖୋଲିଗଲା। ପ୍ରଭୁ ଜଗନ୍ନାଥ ଖୁସି ହୋଇଗଲେ। ବଞ୍ଚିଲି। ସେ ସିନା ଟାଣି ଜୟ ବିଜୟ ଦ୍ୱାର ଦେଇ ଭିତରକୁ ପଶିବାକୁ ଯାଉଥିଲେ। ହଠାତ୍ ମାତା ଲକ୍ଷ୍ମୀଙ୍କ ଇସାରାରେ ଦେବଦାସୀମାନେ ତାଙ୍କୁ ରୋକିଦେଲେ ଏବଂ ରେଶମ ଡୋରିରେ ତାଙ୍କ ପୋଷାକ ବାନ୍ଧିଦେଲେ। ପ୍ରଭୁ ଜଗନ୍ନାଥ, ଏହା କ'ଣ? ଦ୍ୱାର ଖୋଲିଲ ଏବଂ ଏବେ ମୋତେ ବାନ୍ଧୁଛ? ଦେବୀ ଲକ୍ଷ୍ମୀ ହଁ, ଯେଣୁ ଆପଣ ଆଉ କେବେ ମୋତେ କହିବା ବିନା ପଳାଇ ନ ଯାଆନ୍ତୁ। ଏହା ଆପଣଙ୍କ ଶାସ୍ତି। ଏବେ ଆପଣଙ୍କୁ ଏକ ବଚନ ଦେବାକୁ ପଡ଼ିବ। ପ୍ରଭୁ ଜଗନ୍ନାଥ କେମିତି ବଚନ? ଦେବୀ ଲକ୍ଷ୍ମୀ ବଚନ ଦିଅନ୍ତୁ। ଆଗାମୀ ବାର ଯେତେବେଳେ ରଥଯାତ୍ରାକୁ ଯିବେ ମୋତେ ସାଙ୍ଗେ ନେଇଯିବେ ଏବଂ କେବେ ମୋତେ ଏକା ଛାଡ଼ିବେ ନାହିଁ। ପ୍ରଭୁ ଜଗନ୍ନାଥ ହସି କହିଲେ, ତଥାସ୍ତୁ ଦେବୀ, ମୁଁ ବଚନ ଦେଉଛି। ଏବେ ଦୟାକରି ଏହି ଦ୍ୱାର ଖୋଲ। ବହୁତ ଭୋକ ଲାଗୁଛି। ଏଭଳି ଭାବେ ରସଗୋଲା ଖୁଆଇ ଓ ବଚନ ଦେଇ ପ୍ରଭୁ ଜଗନ୍ନାଥ ନିଜ ଘରେ ପ୍ରବେଶ କଲେ। ଏହି ଦିନକୁ ନୀଳାଦ୍ରି ବିଜୟ କୁହାଯାଏ ଏବଂ ଏହି ଦିନର ସ୍ମୃତିରେ ଆଜି ମଧ୍ୟ ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଏ। ଏହି କଥା ଆମକୁ ଶିଖାଏ ତିନି ଲୋକର ସ୍ୱାମୀ ହେଲେ ମଧ୍ୟ ପ୍ରେମର ବନ୍ଧନ ଓ ପତ୍ନୀଙ୍କ ରାଗ ଆଗରେ ତାଙ୍କୁ ମଧ୍ୟ ମୁଣ୍ଡ ନୁଆଁଇବାକୁ ପଡ଼େ।